ओम नमो नारायण। ओम प्रथम अध्याय। ओम तस्य संजय नयन हर्षं कुरु वृद्ध पितामह सिंहनाद विनाद्योच्च शंखं दधम प्रतापवान ततः शंखाश्च भेजश्च पणवान कगमुखाः सहसैव्याभ्य हन्यन्त सशब्दस्तुमूलभवत्। दुर्योधनर ଏହି ପ୍ରଶଂସା କଥା ଭୀଷ୍ମଦେବ ଶୁଣି ଦୁର୍ଯ୍ୟୋଧନକୁ ସନ୍ତୋଷ କରିବା ନିମନ୍ତେ ସିଂହନାଦ ସହକାର ଶଙ୍ଖ ବଜାଇଲେ। ଭୀଷ୍ମଙ୍କ ଶଙ୍ଖ ଧ୍ୱନି ଶୁଣି ଅନ୍ୟାନ୍ୟ ଶଙ୍ଖ, ଭେରୀ, ମୃଦଙ୍ଗ, ନାଗରା, ସିଙ୍ଗା ହଠାତ୍ ବାଜିବାକୁ ଲାଗିଲା। ସେ ସବୁ ଶବ୍ଦ ସମୁଦ୍ର ଗର୍ଜନ ପରି ଶୁଣାଯିବାରୁ କୌରବ ପକ୍ଷଙ୍କୁ ଯୁଦ୍ଧ ଘୋଷଣା କରାଗଲା। ତୋଷିବା ପାଇଁ ରାଜା ମନ ମୁଖରେ ନ ବୋଲି ବଚନ, ସିଂହ ଶବଦ ଶଙ୍ଖ ସ୍ୱର କରିଲେ ଗଙ୍ଗାଙ୍କ କୁମର। ଜାଣିନ ଭୀଷ୍ମ ସେନାପତି ଆନନ୍ଦେ ସର୍ବଯୋଦ୍ଧା ମାତି ଗୋମୁଖା ଅବାକ ବଂଶୀମାନ ଉଲ୍ଲାସେ ବାଇଲେ ସଂଘନ। ସମସ୍ତ ଶବ୍ଦ ଏକତ୍ରିତ ସମୁଦ୍ର ଗର୍ଜନ ଅଭୂତ। ଓಂ ନମୋ ନାରାୟଣ। ओम श्रीमद् भगवते गीता। ओम ततः श्रैते हयरे जुक्ते महति सन्दने स्थितो माधव पांडवश्चैव दिव्यो शंखो प्रदध्मतुः। पांचजन्य हृषिकेशो देवदत्त धनञ्जयः पौण्ड्रदध्मो महाशंखो भीमकर्मा वृकोदरः अनंत विजयं राजा कुन्तीपुत्र युधिष्ठिरः नकुल सहदेवश्च सुघोष मणि पुष्पकौ। कौरव पक्षर युद्धारंभ शब्द शुणी श्वेताश्व जोग स्यन्दନରେ कृष्णार्जुन प्रभृति निज निज शंख ध्वनि कले। कृष्णंकर पांचजन्य और अर्जुनंकर देवदत्त और भीमंकर पौंड्रक नामक शंख बाजिला और युधिष्ठिरंकर अनंत विजय नकुलंक सुघोष और सहदेवंक मणिपुष्पक ए सबु शंख मध्य संगे बाजिला। तापर नंदी घोष रथ श्लुकाश जोचन त्वरिते बसे श्रीकृष्ण अर्जुन शंखकु बाइले गाढ़ेण। श्रीकृष्ण धरी पांचजन्य देवदत्त पार्थधरीण पौंड्रक शंख भीमवीर अनंत धरी युधिष्ठिर सहदेव सुघोष शंख नकुलंक मणिपुष्पक। ओम नमो नारायण। ओम काशश्च परमेश्वर्षः शिखण्डी च महारथः दृष्टो द्युम्नो विराटश्च सात्यकिश्चापराजितः द्रौपदेयाश्च सर्वस्य पृथिवीपते सौभद्रश्च महाबाहु शंखान् दद्मु पृथक् पृथक्। महाधनुर्धारी काशीराजा महारथी शिखण्डी धृष्टद्युम्न विराट राजा युद्धजयी सात्यकी एमाने निज निज शंख बजाइले। आहरी मध्य द्रुपद राज द्रौपदी पंचपुत्र समस्त नरपति माने महाबाहु अभिमन्यु ए समस्ते निज निजर शंख शब्द कले। सुधनुर्धारी काशीपति पुणी शिखण्डी महारथी दृष्टद्युम्न विराटेश्वर सात्यकी जे अजय वीर द्रौपद कृष्णार नंदन गरिष्ठ सुभद्रार नान समस्ते शंख जे जाहार भिन्न भिन्न रे कले स्वर। ओम नमो नारायण। ओम संघोषधार्त राष्ट्राणा हृदयानि बाद्ये व्यदारयत् नभश्च पृथिवी चैव तुमुल भेनुनादयन। अथ व्यवस्थितान् दृष्ट्वा धार्त राष्ट्रान् कपिध्वजः प्रवृत्ते शस्त्र संपाते धुरुरुद्यम पांडवः। ଏହି ସମସ୍ତ ଶଙ୍ଖ ଶବ୍ଦ ଏକ ସମୟରେ ବାଜିବାରୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ କମ୍ପିଗଲା। ଏ ଶବ୍ଦ ଶୁଣି ଦୁର୍ଯ୍ୟୋଧନର ହୃଦୟ ଥରି ଉଠିଲା। କୌରବ ପକ୍ଷର ଯୋଦ୍ଧାମାନେ ଶସ୍ତ୍ର ମାରିବାକୁ ଉଦ୍ଯୋଗ କରିବାର ଦେଖି ଅର୍ଜୁନ କପିଧ୍ୱଜ ରଥରେ ଥାଇ ଧନୁ ଉଠାଇଲେ। ସମସ୍ତ ଶବ୍ଦ ଶଙ୍ଖ ଶବ୍ଦ ମିଳି କମ୍ପି ଉଠିଲା ମହିୟାଳୀ। ସମସ୍ତ ଶଙ୍ଖ ଶବ୍ଦ ମିଳି କମ୍ପି ଉଠିଲା ମହିୟାଳୀ। ଆକାଶ ହୋଇଲା କମ୍ପିତ। ଶୁଣିନ ଧୃତରାଷ୍ଟ୍ରସୂତ ହୃଦୟ ଥରିଣ ଉଠିଲା। ଶିଥିଳେ ମିହମାନ ହେଲା। ଦେଖିଲେ ଧାର୍ଣ୍ଣକୀ ଅର୍ଜୁନ ଶସ୍ତ୍ର ନିକ୍ଷେପ କୁରୁ ସୈନ୍ୟ ଉଦ୍ଯୋଗ ଜାଣି ବୀରମଣି ଧନୁ ଟେକିଲେ ସେହି କ୍ଷଣି। ଓମ୍ ନମୋ ନାରାୟଣ। प्रथम अध्याय। अर्जुन उवाच ओम हृषिकेशं तदा वाक्य मिदमाह महीपते सेनयोरुभयोर्मध्ये रथं स्थामयो म्यच्युत
যাবদেতা নিরীক্ষেহং যদুর্খা মানবস্থিতান কর্ময়া সহ যোদ্ধব্যমস্মিন রণ ସମୁଦ୍ୟମେ। ଅର୍ଜୁନ କହିଲେ, ହେ ମହାବାହୁ ଋଷିକେଶ, ଉଭୟ ସୈନ୍ୟ ମଧ୍ୟସ୍ଥଳରେ ମୋର ରଥ ରଖନ୍ତୁ। ଏହିପରି ସ୍ଥାନରେ ରଥ ରଖ। ଯେଉଁ ବୀରମାନେ ଯୁଦ୍ଧାଭିଳାଷ ହୋଇ ଆସିଛନ୍ତି ସେମାନଙ୍କୁ ମୁଁ ଦେଖିବି। ଆହୁରି ମଧ୍ୟ ମୋ ସହିତ କେଉଁମାନେ ଯୁଦ୍ଧ କରିବେ ତାହା ମଧ୍ୟ ଦେଖିବି। ଅର୍ଜୁନ ଉବାଚ ଓಂ କୃଷ୍ଣକୁ ଚାହିଁ ପାର୍ଥ କହି, ଉଭୟ ବଳ ମଧ୍ୟ ନେଇ ମୋର ରଥ ରଖ। ନାରାୟଣ ଦେଖିବି ବେନି ପକ୍ଷ ସୈନ୍ୟ। ଯେ ଯୋଦ୍ଧା ମୋ ସହିତ ରଣ ଦେଖିବି ତାହାଙ୍କ ବଦନ। ଯେ ଯୁଦ୍ଧ ପାଇଁ ମତ ହୋଇ ପୁଣି ତାହାଙ୍କୁ ଦେଖିବଇ। ଓಂ ନମୋ ନାରାୟଣ। ଓಂ ଯଶ୍ଚମାନା ନବେକ୍ଷହଂ ଯତ୍ରେତ୍ର ସମାଗତାଃ ଧାର୍ତ୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ଯୁଦ୍ଧେ ପ୍ରିୟ ଚିକୀର୍ଷବଃ। ସଞ୍ଜୟ ଉବାଚ ଓಂ ଏବ ମୁକ୍ତ ହୃଷୀକେଶ ଗୁଡ଼ାକେଶନ ଭାରତ ସେନୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମମ୍। ଯେଉଁ ବୀରମାନେ ଦୁର୍ଯ୍ୟୋଧନର ମଙ୍ଗଳ ଇଚ୍ଛା କରି ରଣକୁ ଆସିଛନ୍ତି ତାଙ୍କୁ ମଧ୍ୟ ଦେଖିବି। ସଞ୍ଜୟ କହିଲେ, ହେ ରାଜା ଅର୍ଜୁନର ଏକଥା ଶୁଣି ଶ୍ରୀକୃଷ୍ଣ ଉଭୟ ସେନା ମଧ୍ୟରେ ରଥକୁ ରଖିଲେ। ଦୁଷ୍ଟ ସ୍ୱଭାବ ଦୁର୍ଯ୍ୟୋଧନ ହିତେ ଯେ ଏଥେ ଆଗମନ। ସେ ଯୁଦ୍ଧ ଇଚ୍ଛୁକେ ଦେଖିବି, କାହା ସହ ଯୁଦ୍ଧ ମୁଁ କରିବି। ସଞ୍ଜୟ ଉବାଚ ହେ ରାଜା ଶୁଣ ମନ ଦେଇ। ଅର୍ଜୁନ ବାକ୍ୟ ଯଦୁ ସାଇଁ ପୁଣି ଶ୍ରୀକୃଷ୍ଣ ରଥ ନେଲେ ବେନି ପକ୍ଷ ମଧ୍ୟ ରଖିଲେ। ଓಂ ନମୋ ନାରାୟଣ। ପ୍ରଥମ ଅଧ୍ୟାୟ। ଓಂ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବେଷା ଚ ମହୀକ୍ଷିତା ଉର୍ବାଚ ପାର୍ଥ ପଶ୍ୟତାନ୍ ସମବେତାନ୍ କୁରୁନିତି ତତ୍ରା ପଶ୍ୟତୁ ସ୍ଥିତାନ୍ ପାର୍ଥ ପିତॄନତ୍ର ପିତାମହାନ୍ ଆର୍ଯ୍ୟାଚ ମାତୃଳାନ୍ ଭ୍ରାତॄନ୍ ପୌତ୍ରାନ୍ ସଖୀस्तथा। ଭୀଷ୍ମ ଦ୍ରୋଣ କର୍ଣ୍ଣ ପ୍ରଭୃତି ରାଜାମାନଙ୍କୁ ଦେଖାଇ ଶ୍ରୀକୃଷ୍ଣ କହିଲେ, ଏସବୁ କୌରବ ପକ୍ଷର ବୀରମାନଙ୍କୁ ଦେଖ। ଅର୍ଜୁନ ଦୁଇ ପକ୍ଷରେ ଯାଇଥିବା ବୀରମାନଙ୍କ ମଧ୍ୟରେ ନିଜର ପିତୃତୁଲ୍ୟ ଲୋକ ଗୁରୁ ପିତାମହ ମାମୁଁ ଭାଇ ପୁଅ ନାତି ଶ୍ୱଶୁର ଓ ବନ୍ଧୁମାନଙ୍କୁ ଦେଖିଗଲେ। ଭୀଷ୍ମ ଦ୍ରୋଣାଦିଙ୍କୁ ଦେଖାଇ କହନ୍ତି, ପାର୍ଥ ଦେଖ, ତୁ ହିଁ ଯୁଦ୍ଧକୁ ଯେ ବୀର ଆଗତ, ଭଲେ ତୁ ଦେଖ କୁନ୍ତୀ ସୁତ। ତା ଶୁଣି ପାଣ୍ଡବ ଅର୍ଜୁନ ଦକ୍ଷିଣ ଗଲେ ସର୍ବସୈନ୍ୟ। ପିତୃଙ୍କ ତୁଲ୍ୟ ମାନ୍ୟଗଣ ପିତାମହ ଯେ ଗୁରୁପୁଣ ଭ୍ରାତାପୁତ୍ର ନାତି ସହିତେ ମାତୁଳ ସୁହୃଦାଦି ଯେତେ। ଓಂ ନମୋ ନାରାୟଣ। ଓಂ ଶ୍ୱଶୁରାନ୍ ସୁହୃଦଶ୍ଚୈବ ସେନୟୋରୁଭୟୋରପି ତାସ୍ନସ୍ମ୍ୟଖ୍ୟ ଶୋକନ୍ତେୟ ସର୍ବାନ୍ ବନ୍ଧୁର୍ନ ବସ୍ତିତାନ୍। ଅର୍ଜୁନ ଉବାଚ କୃପୟା ପରୟାବିଷ୍ଟୋ ବିଷିଦନିଦମବ୍ରିତ୍ ଦୃଷ୍ଟ୍ୟମାନ୍ ସୃଜନାମ୍ କୃଷ୍ଣ ଯୁଜୁର୍ଷୋନ୍ ସମୁପସ୍ଥିତାନ୍। ଶ୍ୱଶୁର ସୁହୃଦ ବ୍ୟକ୍ତିମାନଙ୍କୁ ଉଭୟ ସୈନ୍ୟ ମଧ୍ୟ ଦେଖିଲେ। ସମସ୍ତ ବନ୍ଧୁମାନଙ୍କୁ ଦେଖି ଅର୍ଜୁନ ଅତ୍ୟନ୍ତ ବିଷଣ୍ଣ ହେଲେ। ହେ କୃଷ୍ଣ, ଯୁଦ୍ଧକୁ ଇଚ୍ଛା କରି ଆସିଥିବା ନିଜର ଲୋକମାନଙ୍କୁ ମୁଁ ଦେଖିଲି। ନିଜର ସୁତ ଭାଇସୁତ ଆବର ନାତି ଯେ ସମସ୍ତ ଶ୍ୱଶୁର ସହୃଦ ଯେତେକ ଉଭୟ ସୈନ୍ୟରେ ସେତେକ ସମସ୍ତ କଲେ ନିରୀକ୍ଷଣ ଅଛନ୍ତି ସର୍ବବନ୍ଧୁଗଣ। ଅର୍ଜୁନ ଉବାଚ ହେ କୃଷ୍ଣ, ସର୍ବବନ୍ଧୁଗଣ ଅଛନ୍ତି ମୋର ଯେତେ ସ୍ଥାନ ସମସ୍ତେ ଯୁଦ୍ଧକୁ ଆଗତ ଦେଖି ଭ୍ରମଇ ମୋର ଚିତ୍ତ। ଓಂ ନମୋ ନାରାୟଣ। ପ୍ରଥମ ଅଧ୍ୟାୟ। ଓಂ ସିଦ୍ଧନ୍ତି ମମ ଗାତ୍ରାଣି ମୁଖୋଚ ପରିଶୁଷ୍ୟତି ବେପତୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ଗାଣ୍ଡୀବ ସହସ୍ରତେ ହସ୍ମାତ୍ ତୌକ ଚୈବ ପରିଦ୍ୟହତେ ନଚ ଶୋକୋନ୍ୟବସ୍ତାତ୍ ଭ୍ରମତୀବ ଚମେ ମନଃ। ଏମାନଙ୍କୁ ଦେଖି ମୋର ଅଙ୍ଗ ଶିଥିଳ ହେଉଛି, ମୁହଁ ଶୁଖି ଯାଉଛି, ଦେହ କମ୍ପି ଉଠୁଛି ଓ ରୋମ ସବୁ ଟାଙ୍କୁରି ଉଠୁଛି। ମୋ ହାତରୁ ଗାଣ୍ଡୀବ ଖସି ପଡ଼ୁଛି, ମୋର ଚର୍ମ ପୋଡ଼ିଗଲା ପରି ଜଣାଯାଉଛି, ମୋର ମନ ଭ୍ରମି ଯାଉଛି, ମୋର ଏଠାରେ ଆଉ ରହିବାକୁ ଇଚ୍ଛା ହେଉନାହିଁ। ଏ ସର୍ବେ ମୋ ବନ୍ଧୁ ଅଟନ୍ତି, ଯୁଦ୍ଧ ଆଶାରେ ଆସିଛନ୍ତି। ତାହାଙ୍କୁ ଦେଖି ଅଙ୍ଗ ମୋର କମ୍ପିତ ଶିଥିଳ ଆବର ମୁହଁ ଶୁଖଇ ଦେହ ଥରେ ରୋମ ଉଦ୍ଗମ ଶରୀରରେ। ମୋ ହାତୁ ଗାଣ୍ଡୀବ ଖସଇ ଦେହର ଚର୍ମ ଲୋଳ ହୋଇ ମୋହର ଚିତ୍ତ ସ୍ଥିର ନୋହି ମନ ମୋ ସର୍ବଦା ଭ୍ରମଇ। ଓಂ ନମୋ ନାରାୟଣ। ଓಂ ନିମିତାନି ଚ ପଶ୍ୟାମି ବିପରୀତାନି କେଶବ ନ ଚ ଶ୍ରେୟୋ ନୁପୁଷ୍ୟାମି ହତ୍ୱା ସ୍ୱଜନ ମାହବେ
न कांक्षे विजय कृष्ण न च राज्य सुखानि च किनं न राज्य न गोविंद की भोर्गे जीवित न बा। ମୁଁ ଏ ଯୁଦ୍ଧ କ୍ଷେତ୍ରରେ ସବୁ ବିପରୀତ ଦେଖୁଛି। ନିଜର ଆତ୍ମୀୟ ସ୍ୱଜନ ମାନଙ୍କୁ ବିନାଶ କରି ମୋର କ'ଣ ଲାଭ ହେବ? ମୁଁ ଯୁଦ୍ଧରେ ଜୟୀ ହୋଇ ଏ ବିଶାଳ ରାଜ୍ୟ ସୁଖ ଭୋଗ କରିବାକୁ ମୋର ଇଚ୍ଛା ହେଉନାହିଁ। ଏପରି ରାଜ୍ୟ ସୁଖରେ ତ ଜୀବନରେ ମୋର ଆବଶ୍ୟକ ନାହିଁ। ଯେତେ ବିପରୀତ ଲକ୍ଷଣ ସକଳ ଦେଖେ ମୁଁ ନୟନ ନାସି ବନ୍ଧୁ ଆତ୍ମୀୟ ଗଣ କି ଯଶ ଲଭିବି ମୁଁ ପୁଣ। ହେ କୃଷ୍ଣ ଏପରି ଯୁଦ୍ଧରେ ପୁଣି ହିଁ ରାଜ୍ୟର ସୁଖରେ ନାହିଁ ମୋହର ପ୍ରୟୋଜନ। ନାସିଣ ନିଜ ନିଜ ଧର୍ମ ଏ ପ୍ରାଣ ସାମ୍ରାଜ୍ୟ ସୁଖରେ ଧରି ରହିବି କି ହେତୁରେ। ଓମ୍ ନମୋ ନାରାୟଣ। प्रथम अध्याय। ओम जेसाम अर्थे काक्षिन्त्यन राज्य भोगा सुखा च तैमे वस्थिता युद्धे प्राणा त्यक्ता धनानि च आर्याच पितरः पुत्रा तथैव च पितामहा मातुला श्वशुरा पुत्राः शाला समृद्धिनस्तथा। ଯେଉଁମାନଙ୍କ ସକାଶେ ରାଜ୍ୟ ଓ ଧନରତ୍ନ ଆବଶ୍ୟକ ସେହିମାନେ ପ୍ରାଣ ଆଶା ଛାଡ଼ି ଏଠାରେ ଯୋଗ ଦେଇଛନ୍ତି। ଶିକ୍ଷା ଗୁରୁ ପିତୃ ସମାନ ଲୋକ ପୁତ୍ର ପିତାମହ ମାମୁଁ ଶ୍ୱଶୁର ନାତି ଶଳା ଓ ସମୁଦି ଏମାନେ ମଧ୍ୟ ଏ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଅଛନ୍ତି। ସୁଖ ସମ୍ପଦ ରାଜ୍ୟ ଧନ ଯାହାଙ୍କ ପାଇଁ କରେ ଜନ ସେମାନେ ରଣେ ଆଗତ ପ୍ରାଣର ମାୟା କରିତ୍ୟକ୍ତ। ଶିକ୍ଷା ଗୁରୁ ଯେ ପିତାମହ ପିତା ଭାତ୍ରାଦି ସମୁଦାୟ ପୁତ୍ର ନାତି ଯେ ମାମୁଁ ଶ୍ୱଶୁର ଶାଳକ ଆତ୍ମୀୟ ସକଳ